हाय फ्रेंड्स, गुड मॉर्निंग। हम अभी आ गए हैं नीलाद्री के बहुत अंदर वाले जंगल में। तो यहाँ पर आप सब देख सकते हैं जैसे कि एक नेचर का बहुत बहुत बड़ा ही सुंदर सा नज़ारा है। तो इस नज़ारे पे हम कहीं घूमना जाए, इसीलिए हम ये ब्लॉग बना रहे हैं, ताकि हम तो अभी रास्ता नहीं जान रहे ना, तो इसीलिए अगर रास्ता ना मिला तो ये ब्लॉग्स के सहारे हम रास्ता देख के जाएंगे। तो चलिए देखते हैं आगे क्या होता है। अभी तो हम बहुत गंभीर सिचुएशन पे घुस गए हैं, ठीक है। तो ये हमारे ड्राइवर भाई है जो कि गाड़ी चला रहे हैं। रोड तो ऑफ रोडिंग रोड है, पर फिर भी पल्सर 125 में तो चला जाएगा, ठीक है। और सकाल उठिकी मोहन होगी गाधी ग्यास भाई मत उठिकी धर ग्यास बुझे। तबे आम रास्तार अच्छु किंतु भय लगुच रास्ता जापर न जाणी पारू, कारण कुआडे जाऊे निजे भी जानी जाऊ। गाड़ी तेल भी आमर ना, तो जदि भी सरीगला आम ये कल भी कर जेहतु फोन नेटवर्क भी नहीं, तो आप देखु फोन नेटवर्क भी देखु, तो कल फल किसी जीवनी। तो देखा जाऊ जहाँ हो। देखो आम पाखे गलुनी, जानू के बट पाखे गलुनी आमको लगुच, कारण आम पहाड़ बहुत पाखापाखि आसलुनी। तो देखो ड्राइवर भाई बहुत हैरान होती बुझे। वीडियो कर जेहेतु मोर मन ना वीडियो टेंशन रे आप देखिए रास्ता रास्ता भूली जाइए। रास्ता तो सेमती किसी ना, आम जंगल भितर ही काटिक जाऊँ गछ गुड़ा को। तो देखा जाऊ जहाँ हूँ हजिगलु वीडियो ही गोटे मात्र साहय आम जाऊँ से जगह को बस तू बंद कर से आगु रास्ता नहीं तो ये गाड़ी टाक थोड़ा पड़ा। एवं चल चल जीवु पूरा सेपड़ को चलतु देखिया रास्ता देखा रास्ता न जना पड़े बुलिया आदिम मनीष हो रहा कौन ए क्लारिटा मोर कष हो स्वयं तोर हौ भाई जंगल में बाघ भालू जमी न देखा जाऊ ये कौन खाली वीडियो कल कथा चल मत खाली भय लगुच फास्ट टाइम तो आसूची बाघ भालू किसी बाघ भालू रास्ता देखु वीडियो कर चलना से अनुसार दिया मैं बाघ को साउंड हो रे अरे एपड़ू आरे झरणा साउंड एपड़ होची आस रे
ଆରେ ସେଟା ଗଛରୁ କଣ ପଡିଥିବ ଆସୁନୁ କାହିଁକି? ରହ ଟିକେ। ଭୟ ଲାଗୁଛି ଆକୁ ବର୍ତ୍ତମାନ। ଫାଷ୍ଟ ଆସିଥିଲା କିନ୍ତୁ ଭୟ ଲାଗୁଛି। ହଁ ଇଆଡେ ଗୋଟେ ଝରଣା ଅଛି ପାହାଡ ଉପରୁ ଗୋଟେ ଖସୁଛି। କଣ ଲାଗିଲା? ଆରେ ଆଉ ଯିବା ଚାଲୁନ। ଆସୁନ। ତ ଗାଇସ୍ ଆଉ ଯାଇପାରୁନୁ ଭୟ ଲାଗୁଛି ବୋଲି ମହାଶୟ କଣ କହୁଛନ୍ତି? କହରେ କହ ଆଉ ଥରେ ଆସିବା ନା କଣ? ଆମେ ଆଉ ଥରେ ଆସିବୁ ଏକଦମ ବହୁତ ବଡ କ୍ୟାମ୍ପିଂ ସାମାନ ସବୁ ନେଇକି, କାରଣ ଏଇ ରାସ୍ତାରେ ଯାଇ ହବନି ଏବେ ଯୋଉ ପ୍ରକାର ସିଚୁଏସନ ଅଛି। ତାପରେ ବର୍ଷା ବି ପକେଇଲାଣି, ତାପରେ ମତେ ବି ଥଣ୍ଡା ଜର ହେଇଛି ତ ସେଥିପାଇଁ ମୁଁ ବି ଟିକେ ପଛ ଘୁଞ୍ଚା ନଉଛି। ନହେଲେ ଆମେ କେବେ ପଛରେ ପାଦ ଦେବା ଲୋକ ନୁହଁ, ସେତିକି ହିଁ କହିବି। ଆଉ ଦେଖିଛ ଲାଷ୍ଟ ଟାଇମ ଆମେ ଏଇଠାନ୍ତୁ ହିଁ ଆସିକି ନେକ୍ସଟ ବ୍ଲଗ ଷ୍ଟାର୍ଟ ହବ ତ ଦେଖିଥାନ୍ତୁ ଜାଗା ଆଗକୁ ଗଛ ରହିବେ। ଗଛଟା ଦେଖେଇଦେ ଗଛ। ଏଇ ଗଛଟା ଏଇ ଗଛଟା ଏଇ ଗଛଟା। ଏଇ ମୋଡି ମୋଡି ହବା ଗଛଠୁ ଆୟୁର୍ବେଦିକ ଆସିକି ଭିଡିଓ ଟା ଯେମିତି ହେଲେ ବି କରିବୁ। ଗାଇସ୍ ଆଉ କିନ୍ତୁ ଭାଇଙ୍କୁ ଫାଇନାଲି ମନେଇ ଦେଇକି ଏବେ ଆଉ ଘରକୁ ପଛ ଘୁଞ୍ଚା ନ ଦେଇକି ଏବେ ଯାଉଛୁ ଝରଣା ପାଖକୁ। ତ ଆମେ ଆଗକୁ ଆପଣଙ୍କ ସହିତ ଅଛୁ, ଆଉ ଆପଣ ବି ଆମ ସହିତ ଥାଆନ୍ତୁ। ଯଦି ଆମେ ହଜି ଫଜି ଯିବୁ ଏଇ ଭିଡିଓ ମାଧ୍ୟମରେ ପାଇବେ ଆଉ। ବାଘଠୁ ବଞ୍ଚିବା ପାଇଁ ଏଇ କାଠିଟା ଆମର ସାହାଯ୍ୟ କରିବ। ହଁ ତ ମୁଁ ବାଘଠୁ ବଞ୍ଚିବା ପାଇଁ ତାକୁ ଧରିଛି। ଆଉ ଦେଖାଯାଉ ବାଘ କି ମୟୂର କି ସାପ କି ବିଲେଇ କଣ ଆଉଛନ୍ତି। ଯାହା ବି ଆସିଲେ ମତେ କିଛି କରିପାରିବେନି, କାହିଁକି ନା ମୁଁ ହଉଛି ଆକାଶ ରଣା। ବ୍ୟସ୍ତ ନାହିଁ, ଯାହା ହବ ସବୁ ଭଲ ହବ, ଆସେ ଭୟ ନାହିଁ। ପାଣି ବାଟରେ ଯିବା ନା କୋଉ ବାଟେ? ଝରଣା ପାଣିଟା ଯୋଉଠି ପାଣି ଆସୁଛି ପାଣି ଇଆଡେ ଦେଖାଯାଉଛି। ଭିଡିଓ କଲ୍ କର ଭିଡିଓ କଲ୍। ତ ଗାଇସ୍ ଏବେ ଆମେ ଅଧା ବାଟ ପଳେଇ ଆସିଲୁଣି। କଣ ହେଲାରେ? ଦେଖିପାରୁଥିବେ ବର୍ତ୍ତମାନ ଆମର ଏଇଟା ସାପ ଫାପ ଯଦି ଥିବ। ଗାଇସ୍ ଆମେ ଏଇ ଝରଣାକୁ ଦେଖିବା ପାଇଁ ବହୁତ ଦୂରରୁ ସଂଗ୍ରାମ କରିକି ଆସିଛୁ। କାଠ ପଟେ ଆସିଥିଲ? ଓକେ। ଗୋଡ ଖସିବ ଏ। ବାହୁବଲି ସୁଟିଂ ହେଲା ପରେ ଲାଗୁଛି ଭିତରେ। ବାହୁବଲି କଣ ଯେ ପୁଷ୍ପାର ସୁଟିଂ ହେଇଥିବ ଆଉ। ପୁଷ୍ପା ଆଉ ମୁଁ ଆସିଛି ପୁଷ୍ପା 3 ସୁଟିଂ କରିବା ପାଇଁ। ମାନେ ଦେଖୁନାହାନ୍ତି ଜଙ୍ଗଲଟା ଭୟଙ୍କର ଜଙ୍ଗଲ। ରାସ୍ତାରେ ସେଇଟା ନାଇଁ ଆଉ ଗୋଟେ ଅଛି। ଝରଣା ପାଖାପାଖି ବର୍ତ୍ତମାନ ଆସିଲୁଣି ହେରି ଆମେ। ସାଉଣ୍ଡ ବର୍ତ୍ତମାନ ହଉଛି, ତ ଚାଲନ୍ତୁ ଦେଖିବା କେମିତି ହେଇଛି ଆଗକୁ ଝରଣାଟା। ତ ଦେଖାହବ ଚାଲନ୍ତୁ ଆଗକୁ ଆଉ। ଯାଇଛି ଏ ରାସ୍ତାରେ ଯାଉଛୁ। ଆରେ ଏଇପଟେ କି? ନାଇଁ ର ଏଇଟା ହଉଛି ଝରଣାର ଯୋଉ ପାଣିଟା ଆସୁଛି ଏପଟେ। ତାକୁ ଦେଖି ଯା ଏପଟେ ଯା। କୋଉପଟେ? ସେଇପଟେ ନା ଏପଟେ ବା? ଚାଲ ତ ଏଇଟା ଆମର କଣ ଯେ? ଆବେ ତୁ ଜାଣିଛୁ କି କୋଉପଟିଆ ବୋଲି? ଏଇଟା ଆମର ଜଙ୍ଗଲ ଖାଲ ହେଇଛି, ଦେଖାଉନି ତତେ? ଏଇପଟେ ଏପଟେ ଯା। ପାଣି ନାହିଁ ଜଙ୍ଗଲଟା। ତ ଗାଇସ୍ ଏବେ ଅଧା ବାଟ ଆସିଲୁଣି ହେରି। ଖାଲି ତ ଅଧା ବାଟ କହୁଛି, କିନ୍ତୁ ମୁଁ ବି ଜାଣିନି ଯେ କେତେ ବାଟ ଆଉ। ମାନେ ଭୟଙ୍କର ଜଙ୍ଗଲ, ମାନେ ମାରିଦେବେ ଯଦି ଭିତରେ ଆଉ ଜଣା ପଡିବନି ମତେ ଯାହା ଲାଗୁଛି। ଆଉ ସେଥିପାଇଁ ବି ଲାଷ୍ଟ ଥର ପାଇଁ ସେ ତାଙ୍କ ଘର ସହିତ କଥା ହେଇଯାଉଛି। ଲୋକମାନେ ନାଇଁ କି ଜଙ୍ଗଲ ଫଙ୍ଗଲ। ଭାଇ ଏଇଟା ଭୟଙ୍କର ଜଙ୍ଗଲ, ଆଉ କିଛି କହିବନି। ଆଉ ଦେଖାଯାଉ ଆଗକୁ ଝରଣା, କିନ୍ତୁ ଆମେ ଭାଇ ଆଜି ଦେଖିବୁ। ଆଉ ଦେଖିକି ଯେମିତି ହେଲେ ବି ଯିବୁ। ତ
ତ ଭିଡ ସହିତ ଆଗକୁ ରହିଥାନ୍ତୁ, ସେମିତି ଏନ୍ଜୟ କରିଥାନ୍ତୁ। ଆମେ କିନ୍ତୁ ଏନ୍ଜୟ କରୁନୁ, ଦେଖାଯାଉ ଆଗକୁ କଣ ହଉଛି। ପହଞ୍ଚି ସାରିଛୁ ଫାଇନାଲି। ତ ଗାଈ ଦେଖିପାରୁଥିବେ ଫାଇନାଲି ଆମେ ଝରଣାରେ ପହଞ୍ଚି ସାରିଛୁ। ଆଉ ଭିଉଟା ଟିକେ ଏନ୍ଜୟ କରିକି ଯିବୁ। ତ ଆଉ କିଛି କହିବିନି। ହଁ ଦେଖନ୍ତୁ ଭିଡରେ ଆହୁରି ଭିଡ ଅଛି, ଦେଖିପାରିବେ। ଗାଈ ଦେଖିପାରୁଥିବେ ନଜାରାଟା କେମିତି ଏମିତି ଅଛି। ଭାଇମାନେ ଆମେ ଆସିଯାଇଛୁ ଆମ ଡ୍ରିମ୍ ପ୍ଲେସ୍କୁ। ତ ଆପଣମାନେ ଦେଖିପାରୁଥିବେ ଏଠି ବ୍ୟାକ୍ କ୍ୟାମେରା ଆମେ ୱାଟରଫଲ୍ ଟିକେ ଆସିଯାଇଛୁ। ଏବେ ଏଠି ଗାଧେଇକି ଟିକେ ଫ୍ରେଶ୍ ହେଇକି ଆମେ ଏବେ ଘରକୁ ରିଟର୍ନ କରିବୁ। ତ ଦେଖିପାରୁଥିବେ ସେଇଠାଣ୍ଡୁ ଆସୁଛି ପାଣି ଘଷି 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 ନା ଏଇଟା ସୁନା ମୁକୁଟ, ଏଇଟା ଆମ ମିକି ମାମୁଁ। ତ ଗାଈ ଦେଖିପାରୁଥିବେ ଏବେ ଆମେ ବୁଲି ସାରିଲୁ। ଆଉ ଏବେ ଫାଇନାଲି ଯିବୁ ବୋଲି ଘରକୁ। ଆଉ କେତେବେଳେ ଆସିବା ପୁରା ଫ୍ରେଣ୍ଡ ହେଇକି ଆସିବୁ 10-11 ଜଣ ରହିବୁ, ଫିଷ୍ଟ କରିକି ଯିବୁ। ଆଉ ଜାଗାଟା କିନ୍ତୁ ବହୁତ ଭଲ ଲାଗିଲା। ତ ଦେଖା ହବ ନେକ୍ସଟ ବ୍ଲଗ୍ରେ। ସେଥିପାଇଁ ରହିଥାନ୍ତୁ। ଗୁଡ୍ ବାଏ, ଟାଟା, ସି ୟୁ, ଥ୍ୟାଙ୍କ ୟୁ।